ଏବେ ଗାଁରେ ବେଳେବେଳେ ଦେଖିଥିବେ ଗାଁର ଗୋଟେ ଫନି କଥା ଗୋଟେ ମନେ ପଇଲା ଏବେ ଗୋଟେ ସେୟାର କରୁଛି। ଗାଁରେ ବେଳେବେଳେ ଦେଖିଥିବେ ଆଗକାଳ ଲୋକ ରାତି 8ଟା 7ଟା 7:30 ସୁଦ୍ଧା ସେମାନେ ଖାଇ ଦେଇଥିବେ। ମାନେ ତାଙ୍କର ମାନେ ରାତିର ଖାଇବାଟା ହେଉଛି ତାଙ୍କର 7:30 7ଟା ଭିତରେ ଖାଇ ଦେଇଥିବେ। ଆଉ ଲଣ୍ଠନ ସେତେ ଚାଲିଥିଲା, ଲାଇଟ୍ ନଥିଲା, ଲଣ୍ଠନ ଡିବି ଡିବିକୁ ସେମାନେ ଶୋଇବେ। ତ ରାତି ମାନେ 8ଟା ଭିତରେ ସେମାନେ ଶୋଇପଡ଼ିଲେ। ଆମେ ଏବେକା ସିଚୁଏସନ୍ କ'ଣ ନା, ଏବେ ଆମେ 12ଟା ବେଳେ ଶୋଉଛୁ। ସେମାନେ 12ଟା 2 ଥର 3 ଥର ମୁତି ଉଠିବେନି, ସେମାନେ 3 ଥର ଖଣ୍ଡେ ଉଠି ସାରିବେଣି। ତ ଆମେ ବେଳେ ଏଠି କିଛି ପିଲା ଅଛନ୍ତି ରାତି 3ଟା 4ଟାରେ ଶୋଉଛନ୍ତି ଆଉ 12ଟା ବେଳେ ଶୋଉଛନ୍ତି। ସେମାନେ 12ଟା ବେଳେ 2 ଥର ଉଠି ସାରିବେନି, ଆଉ 3ଟା 4ଟା ରାତିରେ ସେମାନଙ୍କର ନିଦ ମାନେ ତାଙ୍କର ରାତି ସରିଯାଏ। ମାନେ ଆମେ ଯେତେବେଳେ ଶୋଉଛୁ ସେମାନେ ଆଗକାଳେ କ'ଣ 4ଟା ରାତିରେ ଉଠିକି ମାନେ ସିଏ 4ଟା ବେଳେ ଉଠିକି ସେଠୁ ତାଙ୍କର ଝାଡ଼ା ଫାଡ଼ା ଯିବେ କି କ'ଣ କରିବେ, ତାଙ୍କର ବିଲ ବାଡ଼ିକି ଦେଖିବେ 4ଟା ରାତିରେ ଉଠିକି କୂଅ ପାଣିରେ ଗାଧେଇବେ। କେତେ ଥଣ୍ଡା ହେଉଛି କ'ଣ ହେଉଛି, ସେ କୂଅ ପାଣି ଗାଧେଇବେ। ସେତେବେଳେ କଥା ହେଉଛି ଅଲଗା ଥିଲା। ଆଉ ଏବେକା ସିଚୁଏସନ୍ ଆପଣ ଦେଖିପାରୁଥିବେ, ମାନେ ସେ ଏବେ 8ଟା ତ କିଛି ନୁହଁ, 8ଟା ତ ବାହାରେ ବୁଲୁଥିବେ, ରାତି 8ଟାରେ। ଆଉ 12ଟା ବେଳେ ତ ପିଲା ଶୋଇବେ, କି ଗୋଟେ ପିଲା ଅଛନ୍ତି 2ଟା 3ଟା ବେଳେ ମୋବାଇଲ ଦେଖି ଶୋଉଛନ୍ତି। ତ ସେମାନଙ୍କ ସେ କଲଚର ଆମ କଲଚର ମଧ୍ୟରେ କେତେ ଡିଫରେନ୍ସ ଦେଖିପାରୁଥିବେ। ଆଉ ଉଠିବା ସେମାନେ 4ଟା ରାତିରେ ଉଠିବେ, ଆମେ ଉଠୁ 10ଟା 11ଟା ବେଳେ ଉଠିବୁ। ମାନେ ଆପଣ ଚିନ୍ତା କରିପାରୁଥିବେ କୋଉ ଭଳିଆ ସିଚୁଏସନ୍ କ'ଣ। ଆଉ ସେଟା ଯଦି କାହା ଘରେ ଆଗ ଭଳିଆ ଲୋକ କିଏ ଜଣେ ରହିଯାଇଛି ତ ଜାଣି ଦିଅନ୍ତୁ ତା ଅବସ୍ଥା ବହୁତ ଖରାପ। ମାନେ ଷ୍ଟ୍ରିକ୍ଟଲି ଲୋକ ଯଦି କେହି ଆଗ ଭଳିଆ ଲୋକ ଯିଏ ଅଛି, ଜାଣିବ ତା ପୁରା ମାନେ ଅବସ୍ଥା ବହୁତ ଖରାପ ଆକ୍ଚୁଆଲି। କ'ଣ ପାଇଁ କହିଲେ, ସେ ତା କଲଚର ହିସାବରେ ସିଏ ଚଳିବାକୁ ଚେଷ୍ଟା କରିବ ସମସ୍ତଙ୍କୁ। କାହିଁକିନା ସେ ଘରର ମୁରବୀ ହିସାବରେ ସେ ଯିବ ମାନେ ସେଇଭଳିଆ ଚଳେଇବାକୁ ଚେଷ୍ଟା କରିବ। ରାତି 8ଟା ହୁଏ ସମସ୍ତେ ଶୋଇପଡ଼, 4ଟା ବେଳେ ଉଠ ସମସ୍ତେ ଉଠ। ରାତି 4ଟା ହେଲା ଉଠ, କେହି ଉଠି ନଥିବେ, ବିଲ କୁକୁର ବୁଲୁଥିବେ, ତମେ ତା ଗାଁରେ ବୁଲିଯିବ, ଝାଡ଼ା ଯିବ। ଏଇଭଳିଆ ସିଚୁଏସନ୍ ସବୁ ଗାଁରେ। ଏମିତି ସିଚୁଏସନ୍ ଯେ ଆଗକାଳିଆ ଲୋକ ଟ୍ରଚ୍ ଗୋଟେ ଥିଲା ଦେଖିଥିବୁ, ଗୋଟେ ବ୍ରାସ୍ ଟାଇପ୍ର ଗୋଟେ ଟ୍ରଚ୍ ଥିଲା। ସେ ବ୍ୟାଟେରୀ ଲାଗେ, ଯେଉଁ ବଡ଼ ବଡ଼ ବ୍ୟାଟେରୀ ଆସେନି, ସେଇ ବ୍ୟାଟେରୀଟା ପକେଇ ସେଇ ବ୍ୟାଟେରୀ ନେଇକି ଯିବ ଟ୍ରଚ୍ ନେଇ। ଏବେ ଦୁବାଇ ଟ୍ରଚ୍ ଆସିଗଲାଣି।